ଘରୋଇ କଳିରୁ ଭୟଙ୍କର ପରିଣାମ। ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରି ଟ୍ରେନ୍ ଆଗରେ ସ୍ୱାମୀର ଆତ୍ମହତ୍ୟା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଳସିଙ୍ଗା ଗ୍ରାମ ପଞ୍ଚାୟତ ଭମରମାଲ ପଥରଲା ଗ୍ରାମର 42 ବର୍ଷୀୟ ବ୍ୟକ୍ତି କୃଷ୍ଣ ସାହୁ ମଦ୍ୟପାନ କରି ନିଜ ସ୍ତ୍ରୀ କୁମାରୀ ସାହୁ ଓ ପୁତ୍ରବଧୂଙ୍କୁ ଶନିବାର ରାତ୍ରିରେ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା। ନିଜ ସ୍ତ୍ରୀ କୁମାରୀକୁ ମୁଣ୍ଡରେ ଓ ହାତରେ ଏବଂ ପୁତ୍ରବଧୂକୁ ମୁହଁରେ ଆକ୍ରମଣ କରି କ୍ଷତବିକ୍ଷତ କରିଥିଲା। ପରିଶେଷରେ କୃଷ୍ଣ ସାହୁ ଭାରସାମ୍ୟ ହରାଇ ପଥରଲା କାଣ୍ଡିଲ ଓ କେସିଙ୍ଗାକୁ ସଂଯୋଗ ହୋଇଥିବା ରେଲ ଧାରଣା ଏକ ଟ୍ରେନ୍ ଆଗରେ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲା। ଆଜି ସକାଳେ ଅର୍ଥାତ୍ ରବିବାର ଲୋକମାନେ ମୃତ ଶରୀର ଦେଖି କୃଷ୍ଣର ପରିବାରକୁ ଖବର ଦେଇଥିଲେ। ଖବର ପାଇ ମୃତକ ପରିବାର ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ସେପଟେ ମୃତକ କୃଷ୍ଣ ସାହୁଙ୍କ ପୁତ୍ର ଲାଲୁ ସାହୁ ବୟସ 25 ବର୍ଷ ଆହତ ସ୍ତ୍ରୀ ଓ ମାଆକୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାପାଙ୍କ ଘଟଣା ଖବର ପାଇଲା ପରେ କେସିଙ୍ଗା ଆଦର୍ଶ ଥାନାରେ ନିଜ ସ୍ତ୍ରୀ ଓ ମାଆଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରି ବାପା ରେଲ ଧାରଣାରେ ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ। ଟ୍ରେନ୍ ପାଇଲଟ ଟିଟିଲାଗଡ଼ ଜିଆର୍ପିକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୁଲିସ ଓ ଜିଆର୍ପି ପହଞ୍ଚି ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି। ବ୍ୟୁରୋ ରିପୋର୍ଟ, ନିର୍ମଳ ଟିଭି।